भाई जिंदाबाद भाई जिंदाबाद अमर भाई कमल भाई भगत भाई जिंदाबाद अमर भाई कमल भाई भगत भाई जिंदाबाद भाई जिंदाबाद भाई जिंदाबाद अमर भाई कमल भाई भगत भाई जिंदाबाद भाई जिंदाबाद ये तो अपन मने खुशी दा मन खुशी जाओ अपन मन को मोर অশেষ অশেষ ধন্যবাদ যাও अपन মনের মধ্যে ভালো পাই মূল্যবান ভোট দেই সিজেই চন্দে মো अपन মনে को পাই মো জীবনটাকে উৎসর্গ করে দেবে মো কর্তব্যটাকে মো সুচারু রূপে সরিয়ে দেবে এটা খুশি না মরিচা চড়াই দেবে তুলেই দেবে আরে এটা কথা এটা খুশিটা আরে বন্ধু এটি নেতা মূর্খ জনতারই মূর্খ আরে তা নইলে ମୋ ଭଳିଆ ଗୋଟେ କୋଚ ମୂର୍ଖକୁ ଭୋଟ ଦେଇ ଜିତେଇ ଦାନ୍ତ କେମିତି ଖାଲି ସେଇଟା ନୁହେଁ ଆଜ୍ଞା ଭୟ ଆପଣଙ୍କୁ ସେମାନଙ୍କର ପ୍ରବଳ ଭୟ କାହିଁକି ନା ସେଦିନ ଛକ ମୁଣ୍ଡେ ଯୋଉ ବମ୍ ଟା ଫୁଟେଇ ଦେବେ ସମସ୍ତଙ୍କ ଭାଗରେ ଭୟ ବସିଗଲା ବାଟେଇ ଦେଇଗଲେ ଆଜ୍ଞା ଆରେ ଭୟ ନଥିଲେ ଜୟ ନାହିଁ ମୁଁ ଅସଲ ଖେଳଟା ଆରମ୍ଭ କରିବି ଏମାନଙ୍କୁ ମୁଁ ଆଙ୍ଗୁଠିଆରେ ନସେଇବି ତଳେ ଉଠିବ ସେ ଛୁଆ ବାପା ନା ପଚାରିବାରୁ ସମୁଦ୍ର ଆପଣ ନା କହିଦେଲା ଖାଲି ଏଇ ସମୟ ପିଲା ଜନ୍ମ କରିନଥିଲ ଡେଲି ଘଣ୍ଟା କଙ୍କା ହାତର କଥା କଥାଟା ମୁଣ୍ଡରେ ଖୁଆନ୍ତୁ ସମୟ ଯେତେବେଳେ ଜାଣିବେ ଆପଣଙ୍କୁ ଆପଣ ସହଜରେ ଛାଡ଼ିବନି କହିବି ସାଥୀ ହବ ତ ଭଲ କଥା ନହେଲେ ସଭିକୁ ସିଧା ଉପରକୁ ଉଠେଇଦେବି ମୋ ନାଟ ପଛ କଥା ମନେ ପକେଇ କିଛି ଲାଭ ନାହିଁ ଶୁଣ ଶୁଣ ମୁଁ ତୋତେ ମାରିବିନି ଏ ଛୁଆ ଯେ ମୁଁ ମାରିଦେବି ନା ଥିବ ବଂଶ ନା ବାଜିବ ପୋଲିସ ତମରି ଛୁଆ ଏଙ୍କ ଦେହରେ ତମରି ରକ୍ତ ବହୁଛି ତମେ ଏମାନଙ୍କର ବାପା ତମେ ଏମାନଙ୍କର ଜନ୍ମଦାତା ଜନ୍ମଦାତାରୁ ମୃତ୍ୟୁଦାତା ବଳିଯିବି ଚକ୍ର ଚକ୍ର मालिक कौन सा मालिक मालिक जुहार जुहार मालिक जुहार चकरा मो किए मो भगवान मो भाई तो कौन कर पारिबो मो बेकोटा को काटी दे पारि ଯାହାକୁ କହିବି ତ ତାକୁ ମାରି ଦେଇପାରିବ ଆଦେଶ କରନ୍ତୁ ମାଲିକ ଆପଣଙ୍କ ଆଦେଶରେ ମୁଁ ସମସ୍ତଙ୍କୁ ମାରିଦେବି ତା ହାତରେ ଯୋଉ ଛୁଆ ଆଜ୍ଞା ସେମାନଙ୍କ ବେକ କାଟି ମାରିଦେ ସେମାନଙ୍କ ରକ୍ତ ଦେଖିଲେ ତୋ ମାଲିକର ଆତ୍ମାଟା ଶାନ୍ତି ପାଇବ ଠିକ ଅଛି ମାଲିକ भगवान
একটু চালিয়ে যা মানে রাখ আমার জন্য ঠিক কেউ আসছে বলে ଆସିବିନି ତାର ମୋ କଥା କହୁଛି ମୁଁ ଦେଖେ ତମ ଏଠିକି ଆସିବିନି ହେଲେ ମୋ ଛୁଆଙ୍କୁ ମୋତେ ଦେଇଦେ ମୋ ଛୁଆଙ୍କୁ ନେଇ ମୁଁ ଚାଲିଯିବି ଦେଇଦେ ମୋ ଛୁଆଙ୍କୁ ମୋତେ ମୁଁ ତ ବଡ଼ ଧରୁଛି ବড় ছাড় আর କଣ କହୁଛୁ ଭଗବାନ କେବେ କାହାକୁ ମାରନ୍ତିନି ଏ ଚକ୍ରଧର ମାରିବା ଲୋକଟାକୁ ଶୈତାନ କୁହନ୍ତି ଗୋଟେ ଶୈତାନକୁ ଭଗବାନ କହି କହି ତୁ ପାପ କରୁଛୁ ଚକ୍ରଧର ଆରେ ତୁ ଯାହାକୁ ଭଗବାନ ବୋଲି କହୁଛୁ ତା ଉପରେ ଆଉ ଜଣେ ଭଗବାନ ଅଛନ୍ତି ତୋର ମୋର ଏ ସାରା ଦୁନିଆର ଭଗବାନ ଏ ପରମାତ୍ମା କଣ କହୁଛୁ ତୋ ଆତ୍ମାକୁ ଥରେ ପଚାର କୁନି ପଲଟି କହୁଛି ତୁ ଚାଲି ଯା ମୁଁ ଏ ଛୁଆକୁ ମାରି ମୋ ମାଲିକକୁ ୟା ରକ୍ତ ଦେଖେ ନାଇଁ ଚକ୍ରଧର ମାରନି ତାକୁ ଆରେ ମୋ ଭଗବାନ କଥା ପୁରା ରଖି ନ ପାରିଲେ ଅଧା ନିଶ୍ଚୟ ରଖିବି ମରିବି ମାନେ ମାରି ଯାହାର ଆୟୁଷ ପୁରିଲା ସିଏ ମଲା ମାରିବି ମାନେ ମାରିବି ମୋ ଛୁଆକୁ ଆଣିଲା ବେଳେ ଚୋଟଟା ତୋ ହାତରେ ବାଜି ଯାଇଛି ନା ତତେ ତତେ ବହୁତ କାଟୁଛି ନା କଣ କରେ ସେ ହାତଟାକୁ ମିଳିଯାଇଛି ମନୁଷ୍ୟ କି ଦେବି କାହିଁକି ପାପ କରୁଛୁ ରେ କଣ ପାଉଛି ପାପ କରିକି କଣ ମିଳୁଛି ତତେ ପାପ ତ ଚକ୍ରଧର କିଏ କାନ୍ଦୁଛି କାହା କାନ୍ଦୁଛି କିଏ ଦେଖିଲେ କିଏ କାନ୍ଦୁଛି ମାରି ପାରିଲି ରେ ତୋର ସେ ଛୁଆଟାକୁ ମାରି ପାରିଲି
ମୋ ମାଲିକକୁ ତୋ ଛୁଆର ରକ୍ତ ଦେଖେଇବାକୁ ପଡିବ ନା ସେଇଥିପାଇଁ ମୁଁ ମୋ ହାତଟାକୁ ହାଣିଦେଲି ଏ ଯୋଉ ରକ୍ତ ଦେଖୁଛୁ ସେ ରକ୍ତ ତୋ ଛୁଆର ନୁହଁ ମୋର କି ସତରେ ଭଗବାନ ହେଇଗଲେ ଚନ୍ଦ୍ରଧରା
ନିଜକୁ କୁନ୍ତି ଭାବେ ଧିକାର କରୁଛୁ ପିଲାଟା ବଞ୍ଚିବ ପିଲାଟା ବଞ୍ଚିବ ମା ଦାନୀ ମା ନାନୀ ମା ବୁଢୀ ହେଇ ବଞ୍ଚିବ ସେ ପିଲା ହବ କଳିଯୁଗର कहानी
ନା ନାହିଁ ସାଧାରଣ ସମୟ ଜ୍ଞାନ ବୋଲି ତମର ଟିକେ ଅଛି କଣ ହେଲା କେତେବେଳେ କହିଥିଲା ଆସିବା ପାଇଁ ବର୍ତ୍ତମାନ କେତେବେଳେ ଆସି ପହଞ୍ଚି ମତେ ଆଗେ କହିସାରିଲା କୁହ ଡେରି ମତେ ଶୁଣନି ମାନେ ମାନେ ତମ ସାଙ୍ଗ ଅଞ୍ଚଳ ଯିଏ କଲମ ହେଲେ ତମେ ହଉଛ ତା କ୍ୟାପ ସେ ଚଷମା ହେଲେ ତମେ ହଉଛ ତା ନାକ ଆଉ ତମେ କାନ୍ଧ ହେଲେ ସେ ତମ ଭାଙ୍ଗି ଅଞ୍ଜଳି ଆମ ସାଙ୍ଗ ବିଷୟରେ ଏ ଯେତେ କାର୍ଯ୍ୟ ପିଲାମାନେ କେହି ତ ଶୋଇପାରିବେନି ଆଉ ତମେ କୋଉଠି ବାହାରୁଛ ଯେ ଆରେ ମୁଁ ସେ କଥା କହୁନି ମୋର କହିବା କଥା ଅଞ୍ଜଳି ତମ ପାଖେ ଥିଲାବେଳେ ମୋର ଉପସ୍ଥିତିଟା କଣ ଠିକ ଲାଗିବ ତମେ ଜାଣି ଖୁସି ହବ ଅଞ୍ଜଳି ଆଜି ମୋ ପାଖରେ ନାହିଁ ଚେୟାରମ୍ୟାନ ସହିତ ଡକେଇ ପଠେଇଛନ୍ତି ବା କଳା ସରିଗଲା ବିଚାରି ଅଞ୍ଜଳିଟା ଆଜି ମାରା ହେଇଯିବ ମାଇଣ୍ଡ ଇଟ୍ ଅଞ୍ଜଳି କ୍ୟାରେକ୍ଟର ଇଜ ଫାର ବେଟର ଦେନ୍ ୟୁ ତାମାନେ ମୁଁ କଣ ଚରିତ୍ରହୀନ ନାଇଁ ମୋ କ୍ୟାରେକ୍ଟର କଣ ଏତେ ବ୍ୟା ଯାକି ଦେଖ ସେ ଫୁଲେଇକି ଚାଏ ଆଉ ତମେ ତ ତମ ବାଦ ଯିବ ଯେ ପାଟିର କଥାଟା ଛାତିକି ବାଜିଲା ମ୍ୟାଡାମ ସତ କଥା ଜାଣିବାକୁ ଚେଷ୍ଟା ନ କରି ସିଧା ସିଧା ମୋ ଉପରେ ଦୋଷ କରିଦେଲ ମୁଁ ବି ଗୋଟେ କଥା ବୁଝିପାରୁନି ରୀତିକା ମୁଁ ଗୋଟେ ଏମିତି ଝିଅକୁ କେମିତି ଭଲ ପାଇଲି ଯାହାର ବୁଦ୍ଧି ତ ନାହିଁ ନାହିଁ ବିବେକ ବି ଟିକେ ନାହିଁ ତାମାନେ ମୁଁ ଅବିବେକ ହଁ ତମେ ଅଭିବ୍ୟକ୍ତି ଅସୁନ୍ଦରୀ ଆଚ୍ଛା ରୁହ ଏଇଠି ଅନେଇଲ ମତେ ଅନେଇଛ ତମେ ଆଜି ଯାଏ କାହିଁ ମୋ ଉପରେ ପଡିଥିଲା ଆଉ କାହିଁ କହୁଥିଲ ମତେ ଭଲ ପାଉଥିଲ ତମ ବିନା ମୁଁ ବଞ୍ଚି ପାରିବିନି କାହିଁ କହୁଥିଲ କୁହ ପଇସା ସବୁ ମୋ ଭାଗ୍ୟ ଭାଗ୍ୟ ମୋ ଭାଗ୍ୟ ଖରାପ ହେଲା ତମ ଭଳିଆ ଗୋଟେ ଅର୍ଧ ପାଗଳି ଝିଅକୁ ଭଲ ପାଇଲି କଣ କହିଲ ରୁହ ରହିଯାଅ ସରିଯିବା ଆଉ ଦେଖିବାକୁ କେମିତି କହିଲ କାହିଁ ମୋର କଣ ଖରାପ ହେଇଛି ମୁଁ ବହୁତ ସୁନ୍ଦର ମୁଁ ବହୁତ ସୁନ୍ଦର ତମ ଆଖି ଦିଟା କେମିତି ଦେଖିବା କହିଲ ମୋ ଆଖି ପୁରା କଣ ଆଖି ତ ନୁହଁ ଆଉ କଣ ଯେମିତି ଟ୍ରାକ୍ଟର ହେଲାଇଛି ଆଉ ତମର ନାକଟା ଯେମିତି ସାବୁନା ଥଣ୍ଟ ତମ ମୁହଁଟା ପେଚା ହେଇଯାଇଛି ଆଉ ଦେହଟା ଖାଲି ଖାଲି ଝିଅ ପିଲାଟା ବୋଲି ଛାଡ଼ିଦେଲି ତାହେଲେ ଆମେ ମଦ ପିଲା ହାତରେ ଚୋଇ ପିନ୍ଧିଦେବ ଆଜିଠାରୁ ତମର ମୋର କୌଣସି ସମ୍ପର୍କ ନାହିଁ ତମ ରାସ୍ତା ତମର ମୋ ରାସ୍ତା ମୋର ମୋର ବି ସେ ସମ୍ପର୍କ ଦରକାର ନାହିଁ ମୁଁ ଯେତେ ଗିଫ୍ଟ ତମକୁ ଦେଇଛି ସବୁ ଯାକ ମତେ ଫେରେଇ ଦିଅ ତାପରେ ମୁଁ ମୋ ରାସ୍ତା ଚାଲିଯିବି ବାସ୍ ଆଚ୍ଛା ଗିଫ୍ଟ ନବ ବଡି କେତେ ଖଣ୍ଡ ଆଉ ମୋବାଇଲ ଫୋନ ଗୋଟେ ହାତ ଘଣ୍ଟା ମୋର ବି କିଛି କାମ ନାହିଁ ନେଇଯାଉ ନେଇଯା ଦେଇଦେବି ଆଉ ଯାହା ସବୁ ବାକି ରହିଲେ କିଏ ଦବ ଆଉ କଣ ଦେଇଛ ଆଉ କଣଟା ଦେଇଛ କୁହ ମତେ ମନେ ନାହିଁ ମୋ ମନେ କହୁନ ଶୁଣ ହଁ କୁହ ବର୍ଷକ 365 ସେଇ ହିସାବରେ ହିସାବ করে এই ବର୍ଷକୁ 730ଟା କିସ୍ ମୁଁ ତମକୁ ଦେଇଛି ବାସ୍ ସେତିକି କିସ୍ ମତେ ଫେରେଇ ଦିଅ ତାପରେ ତମେ ତମ ରାସ୍ତାରେ ମୁଁ ମୋ ରାସ୍ତାରେ ତମ ପିଛା ଛାଡ଼ି ପାରିବିନି ଚେୟାରମ୍ୟାନ ସାର୍ଙ୍କୁ ଲେଖିଦେବି ସାର୍
ଅଞ୍ଚଳି ପାଖରେ ମୋର କେତେ ଗୁଡାଏ ଜିନିଷ ରହିଯାଇଛି ମୁଁ ତାକୁ ଯେତେ ମାଗିଲେ ବି ସିଏ ମତେ ଦଉନି ତାପରେ ତ ଯାହା ହବ ଠିକ ଅଛି
ସୁବିଧା ଦେଖି ଦି ଚାରିଟା ମଣିଷ କାଟି ପକେଇଲି ରାତି ଡନ୍ ପାଲଟି ଗଲି ତାପରେ ମାଫିଆ ଦିନେ 100 ଟଙ୍କାକୁ 10 ଥର ଗଣୁଥିଲି ବର୍ତ୍ତମାନ କୋଟି କୋଟି ଟଙ୍କା ରୋଜଗାର କରୁଛି ଆଉଥର ସାହେବ ଦଉଥିଲି ହେଲେ ଆଜି ଗୋଟେ ମେଡିକାଲ କଲେଜର ମୁଁ ଚେୟାର ନା ଯାହାର ନା ତୁ ଛୁଆଟି ପେପରରେ ବାହାର କରିଛୁ ଏଥର ବୁଝିଲନି ତମେ ମାନେ ମତେ କଣ ପାଇଁ ମାରିବା ପାଇଁ ଚେଷ୍ଟା କରୁଛ କିନ୍ତୁ ମୁଁ ତମ କର୍ତ୍ତବ୍ୟ କରିଛି ମୋର ଦୋଷ କଣ ଦୋଷ ତୋର ନୁହଁ ତୁ କଣ ଗୋଟିଏ ଦୋଷ କରିଛୁ ଯେ ମୁଁ ତତେ କରିବି କରି ରାସ୍ତା ଉପରେ ଶବ ରଖି ଷ୍ଟ୍ରାଇକ୍ କରିବା ପାଇଁ ମତେଇଛି କିଏ ରେଡିଓକୁ ଶିଖେଇ ଥାନାରେ ଏଫଆଇଆର ଦେବା ପାଇଁ ତାକୁ ସାହସ ଦେଇଛି କିଏ ସେ ଖବରକୁ ଆଗ ଧରି ଲିଡର କରି ଠିଆ କରୁଛି କିଏ अबे मोहल्ला को जभी की भला मोरे घोड़े छुड़ी वो ठीक सती की भला अबे ए भाई वो घोड़े जभी बदनाम ହେଇଯିବ अरे ଏଠିକି କଣ ପିଲାମାନେ ଆଉ ପଢିବାକୁ ଆସିବେ ହଁ କଲେଜ ଚାଲିବ କଲେଜ ଛାତ ଉପରୁ ଦେଇ ଝିଅଟା ଆତ୍ମହତ୍ୟା କଲା କିତେ ଠେଲି ମାରିଦେଲା ସେ ବିଷୟରେ ଜାଣିବାର କଣ ଦରକାର ତମ ବୋପା ତମକୁ ଟଙ୍କା ଦେଇ ପାଠ ପଢେଇଛି ନା କୁଣ୍ଡା ଦେଇଛି କିଏ ସବୁ ସାମ୍ବାଦିକ ମାନେ ଏଇଭଳିଆ ଗୋଟେ ଗୋଟେ କାମ କରିଥାନ୍ତି ଯିଏ ଟଙ୍କା ବିଚାର ନେଇ କେତେକ ଚାପି ଦଉନ ସ୍ତ୍ରୀ ଛୁଆ ପିଲାଙ୍କୁ ନେଇ ଶେଷ କିଛି ଉପାୟ ନ ପାଇ ତମେ ମାନେ ମତେ ଲାଞ୍ଚ ଦେବା କଥା ଚିନ୍ତା କରି ସାରିଲଣି ମୁଁ କିନ୍ତୁ ତମ ମାନଙ୍କୁ କେବେ ବି ଛାଡ଼ିବିନି ଚିନ୍ତା କରିବୁ ତମ କଲେଜ ନାଁରେ ତମେ ମାନେ ସବୁ କଣ କଣ ଧନ୍ଦା କରୁଛ ସେ ଖବର ମୋ ପାଖରେ ଅଛି ଏ ଢୋଟା ଭଲରେ ଶୁଣିବନି ରେଡିଓ ସେ ଘରକୁ ଆଗକୁ ଯିବା ପାଇଁ ବୁଦ୍ଧିଟା ଦେଇଛି ଏଇ ସାରା ଆଉ ତାକୁ ପଛକୁ ଫେରାଇବା ପାଇଁ ବାଟ ବି ଦେଖେଇବ अबे आराम चाहता अबे अगर भले मानुषा काम है पिटी पिटी आपको वहां पे चलना पड़ते भी बे अबे नहीं कौन है मुझे कोई अपने पर आगे कर दियो वरना अरे वो से रीति का কথা वो ए सवा का কথা मुंह बुझो ठीक है भाई बहुत अच्छा बुझी Guarda Timur, pulis Jason, na sesos. ତୁ ଶୁଣନ୍ତି ସେଇ କାମଟି ଆଗକୁ କରିଥିଲେ ଏତେ ବଡ଼ ବଡ଼ କଥା କାହିଁକି ନାହିଁ ଧାକା ମନ୍ତ୍ରୀ ଆଜ୍ଞା କଲେଜ ବର୍ତ୍ତମାନ ଭାଇ ସେ ଝିଅଟା ଯେତିକି ଦାୟୀ ନୁହଁ ଏଇ ଶ୍ରମ ଏଇ ଧର ସଫଳ ନାହିଁ ତାହେଲେ ଆର ଦଣ୍ଡଟା କଣ ହବ ତାହେଲେ ସେ ଚାପ और ये जाकिर खान आगे कौन सही पलटी दिलो नौकरी कटिलो भलिया तो रेकॉर्डको पीस पीस कोई काटी पकेइबो साला ତମେ ମାନେ ସାମ୍ବାଦିକ ତାକତକୁ ଜାଣିଲ ତମେ ମାନଙ୍କୁ କେବେ ବି ଛାଡ଼ିବିନି ଆଉ ଏଠି ବାପରୁ ଶିରୟା କାମ ବଢିଲେ ମରିବୁ ତୋ ସାଲାତି ମରିବୁ
ପାଖକୁ ଯିବାର ନାହିଁ ଯେତେବେଳେ ତେଣୁ ଆଜି ଟିକେ ଶୀଘ୍ର ଚାଲି ଆସିଲି। ମାନେ ମୋର ବୟସ ହେଇଗଲାଣି। କମ୍ପାନୀରେ ଆଜି ମୋର ଶେଷ ଦିନ ଥିଲା। ବେକରେ ଗୋଟେ ଫୁଲମାଳ, ହାତରେ ଗୋଟେ ମିଠା ପ୍ୟାକେଟ ଧରେଇ ଦେଇ ସବୁଦିନ ପାଇଁ ଫେରାଇ ଦେଇଗଲେ। ଆଉ ଟଙ୍କା ପଇସା କିଛି ଦେଇନାହାନ୍ତି? ଟଙ୍କା ପଇସା କୋଉଠୁ ଥିଲା ଯେ ଦେବେ? ଆଗ ଚାକିରି କରିବ ବୋଲି ଆମେ ଯୋଉ ଆଡଭାନ୍ସ ଋଣ ଆଣିଥିଲେ ମରିବା ପର୍ଯ୍ୟନ୍ତ ପେନସନ ଗଣ୍ଡାକୁ ବି ହାତ ମୁଠାକୁ ଆସିବନି। ସବୁ ସେଇ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଯିବ। ତାଛଡା ପିଲାମାନେ ଚାକିରି ବାକିରି କଲେ ଆମର ଆଉ ଟଙ୍କା ପଇସା କଣ ହବ? ଆଗେ ମିଠା ଖାଇଲ ଆଗେ ମିଠା ଖାଇଲ ହେଇଯିବ। ଆରେ ଆଜି କଣ କଣ ରେଜଲ୍ଟ ବାହାରିଛି? ତୁ ଆମ ମୁଁ ବହୁତ ଖୁସିରେ ମିଠା ଭାବୁଛି। ମୁଁ କେମିତି ଜାଣିବି? ତମେ କହିଲ ନା ମୁଁ କହିପାରିବିନି। କିଏ କିଛି କହିପାରିବ ନା? ବାପା ଆଜିଠାରୁ ଆମ ଦୁଃଖ ଶରୀର ଉପରେ ଯାଅ। ମାନେ ମା ଲକ୍ଷ୍ମୀ ସୁଖରେ ରାତି ଆମ ଘରେ ପହଞ୍ଚିବେ। ଆରେ କଣ ୟାର ଜୋର ଗପି ଯାଉଛି? ଆମେ ସେ ବାୟା ଡାକଟା କାହିଁକି ଶୁଣିଛ କହିଲ? ତାମାନେ ମୋ କଥା ଉପରେ ଭରସା ବିଶ୍ୱାସ କର। ଠିକ ଅଛି ଆଉ ଟିକେ ପରେ ଆପେ ଆମେ ନିଜେ ସବୁ ବୁଝିବନି। କଥାଟା କଣ କି ଆଗ ଖୋଲି କହିଲି? କହିଲି ତ ଆଲୋ ବୋଉ ଭାଇ ଆଜି ଆମେ ଚାକିରି ହେଇଯାଇଛି। ଆରେ ତୁ ସତ କହୁଛ ଆଉ ମିଛ କରୁଛି? ମୁଁ କେମିତି ଶୁଣିଲି ଆର୍ଯ୍ୟ ଭାଇ ପୋଲିସ ଚାକିରି କରିଛି। ମୁଁ ପୁରା ଖୁସିରେ ସିଧା ଘରକୁ ଯାଇଛି। ନା ନିଜକୁ ପୋଲିସ ପାଖରୁ ବଞ୍ଚିବା ପାଇଁ ଆତ୍ମଗୋପନ କରିବାକୁ ଚାହୁଁଥିଲି। ଭଲେ ଥିବ ମତେ ପିଟି ପିଟିକି ଲାଗିଯିବେ। ପୋଲିସ ଚାକିରି କରୁ କରୁ ବଡ ହବ ମୋ ସାଙ୍ଗେ ଥଟ୍ଟା କରୁଛ? ନିଜେ ଗୋଟେ କିଛି କହିବା ଦରକାର ନାହିଁ। ହୁକୁମତି ଜାହିର କରି ପକେଇଲେ। ବାପାଙ୍କୁ ଏମିତି ବ୍ୟବହାର କରିବା ତୋ ପାଇଁ ଠିକ ହବ? ତୁ କଣ କିଛି ଭୁଲ କରୁଛୁ? ନାଇଁ ବୋଉ ମୁଁ କିଛି ବି ଭୁଲ କରିନି। ଭାଇଓ ଉତ୍ତରଟା ପାଇଗଲ ତ? ଆଉ କଣ କାହିଁକି ପାଟି କରି ଏ ଘରଟାକୁ କମ ଦିଅ। ଆଉ କେତେବେଳେ ଶାଶୁ ଶ୍ୱଶୁର ବି ତାଙ୍କୁ ଗାଳି ଗଳଜ କର ନାଇଁ ତ ଏ ବୁଢା ବୁଢୀ ଦିଟାକୁ ତଣ୍ଟିଆ ମାରି ଘର ବାହାର କରିଦିଅ। ତୁମର ଏତେ ବିଶ୍ୱାସ? ମୋ କଥା ଗୁଡା ତମ କାନ ପଣାରେ ଗଳିବାକୁ କଷ୍ଟ ହୋଇଯିବ। ମୁଁ ତମମାନଙ୍କୁ ପଚାରୁଛି ସେ କହିଛି କଣ? ମଣିଷ ମରିଛି। ସତ ସାହସକୁ ତ ମାନିବାକୁ ପଡିବ। ଏବେ ମୋ ସାଙ୍ଗରେ ଯିବୁ ନା ଦେଖିବୁ? ସାବଧାନ କରିଦଉଛି। ଆଇନକି ହାତକୁ ନେବା ପାଇଁ ଚେଷ୍ଟା କର। ମୁଁ ସତ କହୁଛି ମୁଁ କିଛି ଭୁଲ କରିନି। ମୁଁ ସତ କହୁଛି ମୁଁ କାହାକୁ ମର୍ଡର କରିନି। ତୁ କଣ ତୋ ଭାଇକୁ ଆଜି ଯାଇ ଚିହ୍ନି ପାରିଲୁ କି? ଯେ ମାଛକୁ ମାରିଲା ବାପା ବୋଲି କହେ। ସେ ଯେ ମଣିଷ ମାରିଥିବ ତୁ ଏ କଥା ବିଶ୍ୱାସ କରିପାରୁଛୁ କେବେ? ଏଇ ଦୁଃଖଟା ତୁ ଚାକିରି ପାଇଯାଇଛୁ ଶୁଣି ଖୁସିରେ
ଖୁସିରେ ନାଚୁଥିଲା ଦୋକାନ ବାପା ମାଙ୍କୁ ସେବା କରିବା ପରିବର୍ତ୍ତେ ମିଳୁଛି ଖାଲି ଖରା ମିଳୁଛି ଖାଲି ଅପମାନ କାହିଁକିନା ଏଇଟା ପୁରା କଳି ଯୁଗ ଦୁନିଆରେ କେହି ତୋର ନାରୀରେ ନିଜର ସୁଖ ବେଳେ ଅପରାର ଦୁଃଖ ବେଳେ ପର ଗଳେ ଦୁଇ ହାତ ସୁନାର ସଂସାର ଭାଙ୍ଗିବାକୁ ଶହେ ହାତ ଉଠେ ଦୁନିଆର ପଡ଼ିଯାଏ ଫିକା ଏଠି ସ୍ନେହର ରଙ୍ଗ କଳି ଯୁଗ କଳି ଯୁଗ କଳି ଯୁଗ Bangiri mata mulo ढुंका बाबा चंदन हौणु मठ कबाट दबा माता बंगिरी माता तुमो ढुंका बाबा चंदन हौणु मठ कबाट दबा टिपि चाली दुहे मिसी पति पढ़िबा पति जदी लिखि को कोन करिबा आलो अंधारे चिपि चिपि माला जपिबा बंगिरी माता तुमो ढुंका बाबा चंदन हौणु मठ कबाट दबा दबा तू खाली परीक्षा कर कोणता पसंद दे रेडिओ में गंगन का बाबा ला 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 मु लेती में ताकि हला डाकलो डाकलो तो ಕಾಪಳ ಮೂರ್ಧಂಗ ಯಾನಿ ಕಮನೀಯ ಕಾಂತಿ ಕಾಮುಕ ಬಾಳ ಮಿಕ್ಕ ಕುಂತೋಳ देखे माल देख मापने दादाला फोन दे फिटा खोली मी ना मापने टेस्ट कर मापन नव्हतं ला 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 बाबा मापने मी ना हॅलो फक्त दिला बाबा फिकी फिकी टेस्ट कर बाहेर का नाही गेली भुक्याला नापत आगे नाही दिला आपण त्याच्या आगो करू हिजा किती आला हिजा हात एम किती केला हा ते भूल जान आपण
ଶୁକୁଟି ଇଆଡେ କହୁଛି ତୋର ପସନ୍ଦ ହଉନି ତ? ତୁ ଠୁକୁଛି କାହା ଟିକେ ଆହୁରି ଅଛି ଇଏ ତ ସମ୍ପୂର୍ଣ୍ଣ ଶୋରୁମ ଦେଖିନୁ ଯଦି ତୋର ଇଏ ଜମା ଆଗକୁ ଜାନା ତୁ ବି ପଛକୁ ଚଲିକି ଜମା ଇଏ ପସନ୍ଦ ନୁହଁ ତ? ଇଏ କଣ ହବ ଲୋ ନା ଇଏ ମଲିବ ନା ଅବସ୍ଥା କଣ ଦେଖୁଛୁ ନା କ୍ୟାନ୍ସଲ ଏ ମଲିବ ନା ବଞ୍ଚିବ ଲୋ ବ୍ୟସ୍ତ ନା କୁଆଲୁ କୁଆଲୁ ପାଇଛୁ ନେଇକି ଆସିବ ବାହାରେ ବହୁତ ଅଛନ୍ତି ଆଚ୍ଛା ମି ଶକୁନ୍ତଳା ତମ ମାପ ସହିତ ମୋ ପୁଅର ମାପ ମିଶିଲାନି ତମେ ଏବେ ଆସିପାର ମୁହଁକୁ ମଲିକି ଯାଉଛି ଆହୁରି କମ ହେଇଯାଉ ତୁ ରେଡିଓ ମୁକୁଟି ମୁକୁଟି ତୁ ରେଡିଓ ମୁଁ ରେଡିଓ ଠୁକୁଟି କାହିଁ ଦେଖିଲୁ ଠୁକୁଟି କାହିଁ ଦେଖିଲୁ ମୋର ବାହାଘର ଦେଇକି ଆସିଛି ଭାଇ ଯାତ୍ରା ତା ଜୀବନ ଯିବା ବିଭିନ୍ନ ପ୍ରକାର ଆପଣ ମୁଁ ରେଡିଓ ମୁଁ ଲେଜି ହେଇଥିଲେ ଦେଖିବୁ ହେଲା ହଁ ପୁଷ୍ଟିଆ ରେଡି ହେଲୁ ପୁଷ୍ଟିଆ ରେଡି ହେଲୁ ତ ଗଛ କମିନି ପନ୍ଦର ମାଖିନି ଲିପିକ ଛାଡ଼ିନି ଚଉସ ଭିନି ମିସ୍ ମାଗିନି देख पूरा कच्चा कौन नहीं देख क्या कच्चा ही होने ବାପା ଲୋ कौन भाई ମାପ ନେବି ନା मापन है टेस्ट कर ହଲୋ ମୁଁ ମାପ ନେଇଯାଏ ବାପା ଲୋ कौन भाई ମୁଁ ଥଲେ ଗଲା ଦେଖିଛି 10 କୁତୁ ମାରି ଖାଇଲେ ଇଏ ମୋ ଜୀବନ मापने ଲ ଲ ବାପା ମୁଁ ମୁଣ୍ଡ କଣ ହେଇଯାଉଥିଲି ମାପ ତାକେ ନେଇଯିବା ଲ कहीं का बोल ମାପ ତାକେ ନେଇଯିବା ଲ कहीं का बोल बुली जानी मिस मानिनी तम बाप सहित मो पुअर माप मिस बापा लो
ସବୁ ଲହର ପକାନା ସବୁ ଠିକ ଠାକ ଥିଲା ସବୁ ଦେଲା କେମିତି ଦେଲାରୁ କେମିତି କଣ ହେଲା ଭଲ ଦେଖାଉନଥିଲା ତେବେ ଦେଲା ବୋଲି ତ ତୁ କ୍ୟାନ୍ସଲ କଲୁ ତାକୁ ବିଦା କରିବି ବିଦା ଯାଅ ମିସ୍ ମେନି ତମେ ଆସ ମୋ ବାପା କଣ ମୁଁ ବୁଝୁନ ମୋ ବାପା କାଇଁ ମୋ ବୁଝୁନ मालिक तो मुझे मुद्दा फटे गई बाहर केମିତି ହବା ମୁଁ ବାହା ନମି ନାହିଁ ତୁ ରେଡି ହ ଏ ଗୁଲାମ ସବୁ କାହିଁକି ଡାକୁଛୁ ଏ ଠୁକୁଛୁ ମୁକୁଛୁ ଛୋଟ ବଲେ ଗୁଡା ମୋ ପାଇଁ ଫିଟ୍ ଜବ ସେଇଟାକୁ ଏକା ସಲ ଡାକେ ମୋ ଭଲ ବଇକି ଯାଲା ତୁ ରେଡି ହ ମୁଁ ଡାକୁଛି ମୁଁ ଲେଜିମି ଡାକୁଛି Orlando, Orlando, News, Sabuti Kariki, Diye, Udondo, Siete Inuhe, one and only Miss Kulando. Kita pekawe, makone. Guru, Bapak lo, korwe. ଥିଲା କରଲା ପୁରା ପୋଥିକି ଏମିତି ନେଇଯାଉଥିଲୁ Makone, ଥିଲା Bapak, ଲାଇଟ୍ ଫିତା ପାଇବ ନା Bapaknya jodi dabu, ହାଁ jodi dabu. ଫିତା କାହିଁକି ଅଛି କି ବାପା ନେମି ନା ବାପା Makone. ହଉ
ମଜା ବୁଝିଲୁ କାହିଁକି ମୁଁ ଯାହା କହୁଛି ତ ଭଲ ପାଇଁ କହୁଛି ହେଲା ବାପା ଜୀବନ ସାଥୀ ଏ ଘର କଥା ତମେ ଚିନ୍ତା କରିବ ଆଉ ମୁଁ ତମ ଘର କଥା ଚିନ୍ତା କରିବିନି ବାପା ତ ବାହାରେ ଶାଶୁ ଘରକୁ ଚାଲିଗଲା ସେଥିରେ ବି ତମେ ମୋ ବାହାଘର କରିଦବ ତମେ ଚଳିବ କେମିତି କହିଲ ଆରେ ମା ତୁ ମୋ ସେବା କରିବୁ ବୋଲି ତତେ ସବୁଦିନ ପାଖରେ ଅଟକେଇ ରଖିବି ହଁ ବାପା ମୁଁ ସବୁଦିନ ରହିବି ବା ସେମିତି କୁହନ୍ତିନି କଥାରେ ଅଛି ଝିଅ ଜଣ ପର ଘରକୁ ମାନେ ତୁ ବାହା ନହେଲେ ଏ ଗାଁ ଲୋକ ଦୁନିଆ କଥା କହିବେ ପାଚିଲା ତାଳରେ ମା କେତେବେଳେ କହୁଛ ଧରି ପଡିବ ଠିକ ହେଲା ନାହିଁ ତେଣୁ ନିଷ୍ପତ୍ତି ନେଇଛି ଆସୁନା ଲଗ୍ନରେ ତୋ ବାହାଘର କାମ ସାରିଦେବି ତୁ କହିଲେ ହଁ କହିଲେ ମୋ ପୁଅ କହିବ ଖବର ପଠେଇବି ଖବର ପଠେଇବା ଦରକାର ନାହିଁ ମୁଁ ନିଜେ ଆସିଛି ନମସ୍କାର କର୍ଣ୍ଣ ନ ଆସିଲେ ଜଙ୍ଗଲରେ ବାଘ ସିଂହ ମାନେ ଲାଙ୍ଗୁଳ ଜାତି ଲୁଚି ପଳାନ୍ତି ତୁ ତାକୁ କେମିତି ଚିହ୍ନିଲୁ ଭାଇ ତମେ ଏଠି ଆସିଛ କାହିଁକି ସତ୍ୟ ଉଠେନ ମୋ ସାହସଟା କେତେ ସେ ମୁଁ ତତେ ଦେବାକୁ ଆସିଲି ଚୁପଚାପ ଚାଲିଯା ତା ନହେଲେ ବଡ ପାଟି କରି ମୁଁ ସମସ୍ତଙ୍କୁ ଡାକିବି ସମସ୍ତଙ୍କୁ ଡାକ ସମସ୍ତେ ଶୁଣିବେ ହେଲେ କେହି ମୋ ସାମ୍ନାକୁ ଆସିବେନି ଏ କର୍ଣ୍ଣ ସାମ୍ନାକୁ ଆସିବା ପାଇଁ ସମସ୍ତେ ଭୟ କରନ୍ତି ଭଲରେ ଯିବୁ ନହେଲେ ବୁଢା ବାବାଟାକୁ କାଟି ଫିସ୍ ଫିସ୍ କରିଦେବେ ଆରେ ଚାଲ ଏ ବିଦ୍ୟାକୁ କହୁଥିଲେ ତମେ ନା କର୍ଣ୍ଣ ଯିବ ହଁ ମନା କର୍ଣ୍ଣ ମହାଭାରତର କର୍ଣ୍ଣ ଥିଲେ ଯାର ସେ ତମେ ତାଙ୍କ ବିଷୟରେ ଜାଣିଛ ଏତେ ଜାଣିଥିଲେ ସେ ଅନ୍ୟର ହିତ ପାଇଁ ନିଜ ଜୀବନକୁ ସେ ଦାନ କରିଦେଇଥିଲେ ସତର ଥର ଯାଇ ପୁଅର ମାଂସ ରାନ୍ଧି ସେ ପରସି ଦେଇଥିଲେ ହେଲେ ତମେ ତ କଳି ଯୁଗର କର୍ଣ୍ଣ ଗୋଟେ ଝିଅକୁ ଉଠେଇ ନେଇ ନିଜର ମଦ ପୁଡ଼ିଆ ଚାଲି କରିବା ଚାଲି ଆସିଛ ମତେ ଲାଗୁଛି ତମ ମା ବୋଲି ତମ ଭୁଲରେ ତମ ନାଁଟା କର୍ଣ୍ଣ ଦେଇଥିବ ନମସ୍ତେ ନିଶ୍ଚରିତ ହେଇଥିବେ କହୁଛି ତୋ ପାଖେ ଲଗାମ ଦେ ମୋ ନାଁର ବଧୁ ଯେ କହିଲେ ତୋ ଜିଭଟାକୁ କରି ଆଣିବି ଧମକରେ ଯଦି ପୁରୁଷ ପୁଣି ଦେଖି ହଉଛୁ ତାହେଲେ କହିପାରିବୁ ତୋ ବାପ କିଏ ତୋ ମା କିଏ ତୋ ଘରର ଠିକଣା କଣ ବାପା ଗୋଟେ ଜାରସ ପାଖରେ କିଛି ଠିକଣା ଅଛି ମୋ ମୁଣ୍ଡ ବିଗିଡ଼ାନା କହୁଛି ଘରେ କହୁଛି ମୋ ମୁଣ୍ଡ ବିଗିଡ଼ାନା ଆଉ ଥରେ ମୋ ମୁଣ୍ଡ ବିଗିଡ଼ି ଗଲେ ନର୍କର ସୃଷ୍ଟି ଜନ୍ମ ଜାତକ ନର୍କ ରୂପଟା ମୁଁ ଏଇଠି ତତେ ଦେଖେଇଦେବି ଭଲରେ ଭଲରେ କହୁଛି ମୋ ସାରେ ଚାଲ ହେଲେ ମୁଁ ଜାଣିଛି ମୁଁ ଜାଣିବି ନିଶ୍ଚୟ ମରି ହେଲେ ତୁ ଜାଣିଲ ଯୋଉ ମା ପାଇଁ ତୁ ଗୋଟିଏ କଥା ସହିପାରୁନୁ ସେ ଯେମିତି ଗୋଟେ ନାରୀ ମୁଁ ବି ସେମିତି ଗୋଟେ ନାରୀ ନାରୀ ଜନନୀ ଜୟା ଭଗିନୀର ତିନି ରୂପ ସେଇ ନାରୀ ଘର କରି ରାବଣ ମଲା ସେଇ ନାରୀ ପାଇଁ ଦୁର୍ଯ୍ୟୋଧନ ମଲା ସେଇ ନାରୀ ପାଇଁ ସ୍ୱର୍ଣ୍ଣମୟୀ ଲଙ୍କାପୁର ଧ୍ୱଂସ ହୋଇଥିଲା ଆରେ ମା ଏ ଗଧଟାକୁ ଭାଗବତ ତୋରେ କିଛି ବି ଲାଭ ନାହିଁ ତମେ ଠିକ ବୁଝିବ ଏଇଟା ଗୋଟେ ମଣିଷ ନୁହଁ ଗୋଟେ ରକ୍ତ ମାଂସ ଖାଇ ପଥର ଯାହାର ଶୁଣିବାକୁ କାନ ଅଛି ନା ବୁଝିବାକୁ ହୃଦୟ ଅଛି ୟାଙ୍କର କିଛି ଦୋଷ ନାହିଁ ବାପା ଦୋଷ ହଉଛି ୟା ମାର ମୋ ମା ମା ଘର କହୁଛି ମୋ ମାର କିଛି ଦୋଷ ନାହିଁ ଶୁଣ କହୁଛି ମୋ ସାଙ୍ଗରେ ଚାଲ ଚାଲ କହୁଛି ଗୋଟେ ପୁରୁଷ ସଫଳ ପଛରେ ଗୋଟେ ନାରୀର ହାତ ନିହାତି ଆବଶ୍ୟକ କାଲି ନାରୀ ସ୍ନେହ ସଦା ଭଲ ପାଇବା ଦେଇଥାଏ ହେଲେ ସେ ସବୁ ତୋ ପାଖରେ ନାହିଁ ଯେତେବେଳେ ମତେ ଲାଗୁଛି ତୋର ଗୋଟେ ଭଉଣୀ କେହି ନାହାନ୍ତି ଗୋଟେ ନାରୀ ସାଧାରଣ ମାନବକୁ ମହାମାନବ କରିଥିଲା ମୋ ପାଖରେ ଏତେ କଥା ଶୁଣି ସାରିଲା ପରେ ଯଦି ମତେ ଉଠେଇ ନେଇ ବାହୁବଳିବା ପାଇଁ ଚେଷ୍ଟା କରିଥାଉ हे प्रभु जगन्नाथ तम जाहिर अच्छी अସୁमारी स्वप्न जुग जुगर रहस्य हे प्रभु
ମୋ ମାଆକୁ ମୁଁ ଦେଖିନି, ତମେ ଦେଖିଛ ମୋ ମାଆକୁ, ଆଉ ଜାଣିଛ ସେ କୋଉଠି ଅଛି, କେମିତି ଅଛି? ମୋ ମାଆର କଣ ମୋ କଥା ମନେ ପଡୁନି? ମତେ ଦେଖିବାକୁ ତାର କଣ ଇଚ୍ଛା ହଉନି? ମୋର କିନ୍ତୁ ମୋ ମାଆ କଥା ବହୁତ ମନେ ପଡୁଛି। ତାକୁ ଦେଖିବାକୁ ଭାରି ଇଚ୍ଛା ହଉଛି। ହେ ଠାକୁରେ, ମୋ ମା ଯୋଉଠି ଥାଉ ଯେମିତି ଥାଉ ଭଲ ଭଲ। ଆରେ ରାମରା, ତୁ ବି ମନ୍ଦିର ଆସିଛୁ? ମନ୍ଦିରକୁ ଆସିନଥିଲେ ଏସବୁ କଥା ଶୁଣିଥାନ୍ତି କେମିତି? କଣ ଭାବିଲେ ଗଢା ତମେ? ଯୋଉ ମା ତମକୁ ଜନ୍ମ ଦେଇ ଛାଡି ଚାଲିଗଲା, ଥରୁଟିଏ ଚିନ୍ତା କଲାନି ଅହଳିଆ କ୍ଷୀର ଖିଆ ଛୁଆଟା ତା ମାକୁ ଛାଡି ବଞ୍ଚିତ କରି ସେପରି ସ୍ୱାର୍ଥପର ମା ପାଇଁ ଠାକୁରଙ୍କୁ ଗୁହାରି କରୁଛ, ତା ସୁଖ ଚାହୁଁଛ? କେମିତି ଗୁହାରି କରିବିନି ରେ? କେମିତି ତା ସୁଖ ଚାହିଁବିନି? ସେ ପରା ମୋ ମା ମତେ ଜନ୍ମ ଦେଇଛି। ଜାଣିଛୁ ଡାମରା, ଦିନେ ଦକ୍ଷ ଧର୍ମରା ଯୁଧିଷ୍ଠିରକୁ ପ୍ରଶ୍ନ କଲେ, ଏ ଦୁନିଆରେ ପୃଥିବୀ ଠାରୁ ବଡ ବା ଗୁରୁତ୍ୱପୂର୍ଣ୍ଣ କଣ? ଯକ୍ଷଙ୍କ ପ୍ରଶ୍ନ ଉତ୍ତର ଦେବାକୁ ଯାଇ ଧର୍ମରାଜ ଯୁଧିଷ୍ଠିର କହିଲେ, ହେ ମହାତ୍ମା, ଏ ଦୁନିଆରେ ପୃଥିବୀ ଠାରୁ ବଡ ବା ଗୁରୁତ୍ୱପୂର୍ଣ୍ଣ ହଉଛି ମା। ସେ ବୁଢୀ ନୁହଁ, ସିଏ ମା। ଆରେ ଆମକୁ ସିନା ଜନ୍ମ ଦେଇନି, ଆମ ପରି ଆଉ କୋଉ ପୁଅକୁ ଜନ୍ମ ଦେଇଥିବ? ମା ପ୍ରଥମ ସୃଷ୍ଟି, ମା ପ୍ରଥମ ଶ୍ୱାସ, ମା ପ୍ରଥମ ଗୁରୁ। ପିଲାଟିଏ ଜନ୍ମ ଯେତେବେଳେ କୁଆ କୁଆ ରାବ ଛାଡେ, ତା ଡାକକୁ କେହି ବୁଝିପାରନ୍ତିନି। ଏକା ତା ମା ବୁଝେ, ପିଲାଟା ମାକୁ ଖୋଜୁଛି। ମା, ଏଇ ଗଛ ଛାଡି ଟିକେ ଶୋଇପଡ, ଶାନ୍ତି ଲାଗିବ। ତୋ ଠାରୁ ମିଠା କଥା ଶୁଣି ମୁଁ ଯୋଉ ଶାନ୍ତି ପାଇଛି, ସେ ଗଛ ଛାଇରେ ଶୋଇ ପଡିଲେ କଣ ବେଶୀ ଶାନ୍ତି ପାଇବି ପୁଅ? ପୁଅ ଚିହ୍ନିନି ତୋତେ, ଜାଣିନି ତୋ ନା କଣ? ପୁଅ ନ କହିବା କଣ କହିଥାନ୍ତି? ତା ନା କର୍ଣ୍ଣ, ପୁରାଣ ଯୁଗର କର୍ଣ୍ଣ ନୁହେଁ, ଏ ଯୁଗର କର୍ଣ୍ଣ।
ଝିଅକୁ ଉଠେଇକି ଆଣିପାରିଲୁ ନାହିଁ। ସେ କଥା କହିବାକୁ ଗଲେ ସତ କଥା ହେଲା ସେ କାମ କରିବା ପାଇଁ ମୁଁ ଡରିଗଲି ନାହିଁ। ଆରେ ଡରିଗଲୁ? ମୋ ଜାଣିବାରେ ସେ ଝିଅଟା ତ ସେତେ ମୋଟା ସୋଟା ନୁହଁ, ତତେ ଉଠେଇ ଆଣିବା ପାଇଁ କଷ୍ଟ ହେଇଥାନ୍ତା। ଯାହା ଫଳ ତୁ ଡରିକି ଚାଲି ଆସିଲୁ। ଆରେ କାହାକୁ ଡରି ତୁ ଲାଙ୍ଗୁଡ଼ ଜାକି ସେଠୁ ଚାଲି ଆସିଲୁ? ସାଧାରଣ ଝିଅ ନୁହଁ, ସେ ଗୋଟେ ବିଜୁଳି କନ୍ୟା। ତୁ କଣ ମତେ ପ୍ରବଚନ ଶୁଣାଉଛୁ? ଦେଖିବ ତ ସେ ବିଜୁଳି କନ୍ୟାକୁ କେମିତି ଘଣ୍ଟାଏ ଭିତରେ ଆଣି ଏଇଠି ଠିଆ କରେଇବି। ନାଇଁ ମାନେ ପାରିବେନି, ଆପଣ ହାରିଯିବେ ମାନେ ହାରିଯିବେ। ଏ ଦୁନିଆରେ ଯେତେ ବଡ଼ ବି ରହୁନା କାହିଁକି, ନାରୀକୁ ସେ ଅସମ୍ମାନ କରିଛି, ତାର ପତନ ଘଟିଛି। ରାବଣ ସତୀ ସୀତାଙ୍କୁ ଅସମ୍ମାନ କଲା, ସେପଟେ ତା ଲଙ୍କା ପୂଜା ଜଳି ପଡ଼ି ପାଉଁଶ ହେଇଗଲା। ହୋହା କରିବା ପରିବର୍ତ୍ତେ କଣ ଶାସ୍ତ୍ର ପୁରାଣ ପଡ଼ିଲାଣି? ଏଇଟା କଣ ଭୂତ ଲାଗିଛି ନା କଣ? ମନ୍ତ୍ରୀ ଡାହାଣୀ ଡାହାଣୀ ଲାଗିଛି। ଆଉ ସେ ଡାହାଣୀ ହଉଛି ସେଇ ଡୋକି ରୀତିକା। ନାରୀ ବୋଲି ନାରୀ, ନାରୀକୁ ଡାହାଣୀ ଅଲକ୍ଷଣୀ ବୋଲି କୁହନ୍ତୁନି। ନାରୀ ମହାନ, ନାରୀ ଏ ଜଗତକୁ ସୃଷ୍ଟି କରିଛି। ନାରୀ ପୁରୁଷକୁ ଜନ୍ମ ଦେଇଛି, ନାରୀକୁ ସେ ସମ୍ମାନ ଦେଇ ଶିଖିଛି, ତା ସର୍ବଦା ମଙ୍ଗଳ ହେଇଛି। ଆଉ ଦୁର୍ଯୋଗ ମଣିଷ ଅସମ୍ମାନ କରିବାକୁ ଚେଷ୍ଟା କରିଛି, ସେ ମରିଛି। ତୁ ସାର କଥା କାମ କରିବୁନି। କରିବିନି ମୋର କିନ୍ତୁ ରୀତିକା ଦରକାର। ତାଙ୍କର ପ୍ରତିଶୋଧ ନ ନେଇ ମୋ ସଭାଟି ଚୁପ୍ ରହିବିନି। ସେ ଭୁଲ କରନ୍ତୁନି ମାଲିକ, ସେ ଭୁଲ କରନ୍ତୁନି, ଆପଣଙ୍କର ଅମଙ୍ଗଳ ହବ। ମତେ ଉପଦେଶ ଦଉଛୁ? ମାମୁଲି ଗୁଣ୍ଡାକୁ ଥରେ ଏ ଜାକିର ବାଟ ଚାଲିବ ନାହିଁ। ଆଜିଠୁ ତୋର ମୋର ସବୁ ସମ୍ପର୍କ ସେମିତି କଥା କୁହନ୍ତୁନି। ମତେ କିନ୍ତୁ 5 ଲକ୍ଷ ଟଙ୍କା ଦରକାର ମାଲିକ, ଟଙ୍କା ଦିଅନ୍ତୁ ମତେ। ଟଙ୍କାଟେ ବି ମିଳିବ ନାହିଁ। ଶେଷ ଦିନ ଯାହା ଜାଣିଛୁ ସବୁ ସତ ସତ କହିଲେ। ମୋ ଘର ତ ଭାଇ ପଇସା ନ କଲେ ତୁ ଆଗେ ଖାଉନା। ମତେ ନଦେ କେମିତି ଆଗେ ଖାଇବାକୁ ବାହାରି ପଡିଲୁ? ମାର ମାରୁ ତୋ ଭାଇ ତତେ ଗାଳି କରୁଛି, ସେଇଥିପାଇଁ ଭାଇ ଭାଇର ମମତାକୁ ପାଶରି ଦେଲ। ଭୋଗ କରୁଥିଲା ପରା, ଖାଇବୁ ଏଇନେ। କୁକୁର ମୁହଁକୁ ଏମିତି ରୁଟି ଫିଙ୍ଗା ଯାଏନି। ତତେ ଗୋଟେ ପୋଷା କୁକୁର ନୁହଁ,
କେବେ ବି ଏ ଭାଇ ହେଇପାରେ ନା। ସପନ ମାନେ ଗୋଟେ କ୍ରିମିନାଲ ମୁହଁରୁ କେମିତି ସତ କଥା ନେବେ? ସେ କାଇଦାଟା ମୋତେ ବେଶ ଭଲ ଭାବରେ ଜଣା ଅଛି। ସୁଝିଦେଲୁ ଭାଇ, ତ ଭାଇର ଋଣ ତୁ ଠିକ ସୁଝିଦେଲୁ। ଟିକେ ମନେ ପକେଇଲୁ ତୋର ମୋର କାହିଁରେ ହାତୀ ଘୋଡ଼ା ଖେଳ ଖେଳିଲା ବେଳେ ମୁଁ ହାତୀ ହେଲେ ତୁ ମାହୁତ ହେଇ ମୋ ପିଠି ଉପରେ ବସିଥାଉ। ହଠାତ୍ ଦିନେ ତୁ ମୋ ପିଠି ଉପରେ ତୋ ଗୋଡ଼ଟା ମରି ହେଇଗଲା। ସେଇଦିନ ଠାରୁ ମାସେ ଯାଏ ମୁଁ ମୋର ଏଇ ପିଠିରେ ତତେ ନାଉ କରି ସ୍କୁଲକୁ ନେଇଛି। ମୁଁ ପାରୁନି ଭାଇ, ବହୁତ ଥକି ପଡ଼ିଲେ। ସତ କଣ କହ? ତୁ ମିଛ କହୁନି ଭାଇ, ମତେ ଏମିତି କଲ ବଲ କରି ପିଇଥିଲା। ସତ କଣ କହ? ସତ କହୁଛି, ମୋର କିଛି ଜାଣିନି। ମୁଁ ତାକୁ କିଛି କହିପାରିବିନି, କିଛି କହିପାରିବୁନି। ଜୀବନରୁ ମାରିଦେବି କାହିଁକିନା ମୁଁ ଜାତି এইটা হচ্ছে থানা, ଆଉ ଏ ଥାନାର ମାଲିକ ହଉଛି ତୁ। କିନ୍ତୁ ମୁଁ କହୁଛି ଆଉ ତୁ ମୋ ସେକ୍ରେଟାରୀ ଟିପ ବି ଦେଇପାରିବୁନି। ତମେ ମୋ ହାଇର ଅଥରିଟି ନୁହଁ। ମାନୁଛି ମୁଁ ତ ହାଇର ଅଥରିଟି ନୁହଁ, ତଥାପି ମୁଁ ତୋ ବାପା। ଏଇଟା ତମ ପରିବାର ପରିସୀମା ଭିତର କଥା ନୁହଁ କି ମୁଁ ତମ ଆଜ୍ଞାଧୀନ ପୁତ୍ର ନୁହଁ। ଏକଥା ବି ଭଲ ଭାବରେ ମୁଁ ଜାଣିଛି। ଏଇ କିଛି ଦିନ ହେଲା ତୋ ଚରିତ୍ରକୁ ମୁଁ ଭଲ ଭାବରେ ଅନୁସରଣ କରି ଚାଲିଛି। ରାମାୟଣର ବିଶ୍ୱବାସୀଙ୍କର ଦି ପୁଅ ରାବଣ ବିଭୀଷଣ ପରି ତମେ ଦିଟା ମୋ କୂଳରେ ଜନ୍ମ ନେଇଛ। ଶେଖର ବିଭୀଷଣ ହେଲେ ତୁଟା ହଉଛ ରାବଣ। ମୁଁ ହଉଛି ରାବଣ। ରାବଣ ସ୍ୱଭାବ ତ ତମେ ଜାଣିଛ ବାବା। ରାବଣ କେବେ କାହାଠାରୁ ଆଦେଶ ଦିଏନି, ମୋର ଆଦେଶ ଦିଏ। ଯଦି ନିଜ ସମ୍ମାନକୁ ଭୟ ଅଛି, ଅସମ୍ମାନ ତ ହବା ପୂର୍ବରୁ ଚାଲିଲ। ଶେଖରକୁ ଡରାଇ ମୁଁ ଏଠୁ ଯାଉନି। ଗୋଟେ ସିନସିୟର ପୋଲିସ ଅଫିସରକୁ ଡିଷ୍ଟର୍ବ କରିବା ଗ୍ରାଉଣ୍ଡରେ ମୁଁ ଚାହିଁଲେ ଏବେ ତମ ହାତରେ ହାତ କରି ପକେଇ ଦେଇପାରେ। ଜାଣିଛି, ଏକଥା ବି ଭଲ ଭାବରେ ଜାଣିଛି। ତେଣୁ ତୋ ପାଖରୁ ତୋ ଗୋଡ଼ ହାତ ଧରି ନେଉରା ହେଇ ମୋ ଶେଖରକୁ ନେଇଯିବାକୁ ଆସିଲି। ଶେଖରକୁ ଏଠୁ ନେବା ପାଇଁ ମୋ ହାଇକୋର୍ଟର ଆଡଭାନ୍ସ ବେଲାର ନେଇ ଆସିଛି। ଆଉ ଏଇଟା ବି ଜାଣି ରଖ ଅଫିସର, ଶେଖରକୁ ବେଲ୍ କରିବା ପାଇଁ ରାସ୍ତା କଡ଼ରେ ଥିବା ମୋ ସେ ପ୍ଲଟଟାକୁ ମୁଁ ବନ୍ଧା ପକେଇ ଦେଇଛି।
ଏଇଟା ହଉଛି ଥାନା। ହରେ ବେଲ ବାପା, ଶେଖରକୁ ମୁଁ ସାଙ୍ଗରେ ନେଇଯାଉଛି। ଏସବୁ ତମ ମନର ଭ୍ରମ। ସେ ଆଧୁନିକତାର ଦ୍ୱାହି ଦେଇ ବନ୍ଧା ହେଇଯାଏ, ନିଜ ଗ୍ରାମ ବଞ୍ଚେଇ ରଖିବାକୁ ଚାହେଁ। ଆମର ଅନୁତାପ ଆସିବ କୋଉଠି? ଏଥିରେ ତାର କିଛି ଦୋଷ ନାହିଁ, ସବୁ ଦୋଷ ହଉଛି ଆମ ପୁଅ ଆର୍ଯ୍ୟର। ସେ ଯଦି ଠିକ ମଣିଷ ହେଇଥାନ୍ତା, ଗୋଟାଏ ପରେ ଗୋଟାଏ ଭୁଲ କଲା ପରେ ବି ସେ ପୁଣି ତାକୁ ବାରଣ କରିନଥାନ୍ତା। ତେଣୁ ମୁଁ ଭାବୁଛି ସବୁ କରିବା ପଛରେ ଆମ ଆର୍ଯ୍ୟର ହାତ ଅଛି। ବାପା, ବୋଉ, ତୁ ତୋ ସହିତ ପୁଣି ଏ ଝିଅ କିଏ? ବୋଉ ଇଏ ରୀତିକା। ଆଜି ମୁଁ ତାକୁ ମନ୍ଦିରରେ ବିବାହ କରିଛି। ମନ୍ଦିରରେ ତାକୁ ବିବାହ କରିଛୁ? ଆରେ ଲାଜ ଲାଗୁନି ତୋତେ ଏକଥା କହିବାକୁ? ଆମେ ବାପ ମା ଦିଟା ବଞ୍ଚି ଥାଉ ଥାଉ ଆମକୁ ଟିକେ ନ ଜଣେଇ ମନ୍ଦିରରେ ବାହା ହେଇ ସିଧା ସ୍ତ୍ରୀ ନେଇ ଘରକୁ ଚାଲି ଆସିଛୁ। ସେ ଭୁଲ କରି ପକେଇଛି। ଆମର ଏ ଯୋଗ୍ୟ ପୁଅ ପାଇଁ ତମେ କଣ ଯୋଗ୍ୟ ପାତ୍ରଟିଏ ଠିକ କରିପାରିଥାନ୍ତ? ଠିକ କରିଛ ସୁଷମା। ଯୁଗ ବଦଳି ଯାଇଛି। ଆଜିକାଲି ପୁଅ ଝିଅ ମାନଙ୍କର ବାପା ମା ମାନଙ୍କ ପାଖରେ ପଚାରିକି କାମ କରିବାର ବୟସଟା ଚାଲି ଯାଇଛି। ଆଜିକାଲି ପିଲାମାନଙ୍କର ହିସାବ ବାପା ମାଙ୍କ ପାଖରେ ନାହିଁ, ବରଂ ବାପା ମାଙ୍କ ହିସାବ ପିଲାମାନଙ୍କ ପାଖରେ ରହୁଛି। ମତେ ବାପା ବୋଲି ତମ ମାନଙ୍କର ବାପା ନାହିଁ। ତମେ ମାନେ ସ୍ୱର୍ଗରୁ ଜନ୍ମ ନେଇଛ, ଶୂନ୍ୟରୁ ଖସି ପଡିଛ। ତମେ କେହି ତମର ବାପା ନାହାନ୍ତି। ନିଜ ଗୋଡ଼କୁ ହାତ ପାଇଗଲାଣି ତ, ତେଣୁ ନିଜ ନିଷ୍ପତ୍ତି ନିଜେ ନେଇଯାଉଛ। ଦେଖନ୍ତୁ, ଆମେ ମାନୁଛୁ ଆମେ ଏଠି ଗୋଟେ ଭୁଲ କରିଦେଇଛୁ, ଯାହାର ବି କ୍ଷମା ନାହିଁ। ଆପଣଙ୍କ ପାଖରେ ତ ବଡ କଣ ଅଛି? ଆପଣ ଆମ ଜন্য କ୍ଷମା କରିଦିଅନ୍ତୁ। ମତେ ବିଶ୍ୱାସ କର ବୋଉ, କଲେଜରେ ପଢିଲା ବେଳେ ମୁଁ ରୀତିକାକୁ ଭଲ ପାଉଥିଲି। ଏମିତିକି ତାକୁ ବିବାହ କରିବାକୁ କଥା ମଧ୍ୟ ଦେଇଥିଲି। ହେଲେ ଏମିତି ଗୋଟେ ପରିସ୍ଥିତି ସୃଷ୍ଟି ହେଲା ଯେ ତମମାନଙ୍କୁ ଜଣାଇବାକୁ ମୋ ପାଖରେ ସମୟ ନଥିଲା। ଆଉ ସେଇଥିପାଇଁ ଆଜି ମୁଁ ରୀତିକାକୁ ଚଣ୍ଡୀ ମନ୍ଦିରରେ ବିବାହ କରି ଘରକୁ ନେଇ ଆସିଲି। ଘରକୁ ଆସି କଥା ପକେଇ ବାହାରିଥିଲେ ଆମେ ମୋ କଥାରେ କେବେ ଅବହେଳା କରିନଥାନ୍ତୁ। ହେଲେ ମୋ ବାପା ତ ରାଜି ହବ କି ନ ଜାଣି ଆମେ ହଠାତ୍ ବାହା ପାଇଁ ନିଷ୍ପତ୍ତି ନେଇଗଲୁ। ଆରେ ବାହା ତ ଦିଅଲ, ତାହେଲେ ବାହାରେ ଘର ଭଡ଼ା ନେଇ ରହିଗଲୁନି। ମୋ ଘରକୁ ଆସିଲ କାହିଁକି? ବାହାରଟା କହୁଛି। ଦେଖ ବୋଉ କିନ୍ତୁ ମୁଁ ଘରୁ ବାହାର କରିଦଉଛି। ମୋ ଜାଣିବାରେ ତ ବୋଉ କିଛି ବି ଭୁଲ କହୁନି। ଯଦି ଏ ଘରେ ରହିବାକୁ ଚାହୁଁଛୁ ତାହେଲେ ସେ ଝିଅକୁ ନେଇ ତା ବାପା ପାଖରେ ଛାଡ଼ି ଦେଇ ଆସ। ପାରିବି ବାପା, ସବୁ କରିବି ରୀତିକା ହଉଛି ମୋ ସ୍ତ୍ରୀ। ଆମେ କେବେ ବାହାଘରକୁ ମାନି ନେଇ ପାରିବୁନି। ନାଇଁ ବୋଉ, ଆପଣ ସେମିତି କୁହନ୍ତୁନି। ଗୋଟେ ଝିଅ ମଧ୍ୟ ତୋ ପାଇଁ ସୁନ୍ଦର ଲାଗିଗଲେ ସେ ଝିଅର ବୋଉ ହେଇଯାଏ, ଆଉ ସେଇ ସୁନ୍ଦର ତା ପାଇଁ ଅକ୍ଷର ହେଇଯାଏ। ଯଦି ସେ ଝିଅ ମଧ୍ୟରେ ସୁନ୍ଦର ପଛି ଦିଆଯାଏ, ତାହେଲେ ସେ ନାରୀ ଆଉ ଥରେ କୁଆଁରୀ ହିଁ ନଥାଏ, ବିଧବା ହେଇଯାଏ। ତେଣୁ ଆପଣଙ୍କ ପୁଅ ହାତରେ ସୁନ୍ଦରତା ପିନ୍ଧି ସାରିବା ପରେ ମୋର କୁଆଁରୀ ସୁର ସବଳ ନାରୀ ହେଇସାରିଛି। ଏବେ ସବଳ ଅବସ୍ଥାରେ କୋକେଇରେ ଶୋଇ ମଶାଣିକି ଯିବି। କି ଶାନ୍ତି, କି ଆନନ୍ଦ। ପାଇଗଲି ସୁଷମା। ମୋ ମନ ଖୋଜିଲା ଭଳି ଉତ୍ତରଟି ମୁଁ ପାଇଗଲି। ଏଇ ଝିଅ ରୀତିକା ମୋ ବୋଉ ହବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟା। ଆରେ ଆଉ ଠିଆ ହେଇଛ କାହିଁକି? ଆସ ମୋ ବୋଉ ଘର ଭିତରକୁ ଆସ। ଆରେ ଆସ।
ବକରି କାଟିବାଟା ମୋର ପେଶା, ମଣିଷ କାଟିବାଟା ମୋର ନିଶା। ଉପରବାଲାଟା ସରିଲାନି, ଅଭିଶାପ ଦେଇଦେଲା। ରାତାରାତି ବକରି କଟାଲିରୁ ମୁଁ ହେଇଗଲି ଜେକେ କଲେଜର ଚେୟାରମ୍ୟାନ। ଦୋଷକୁ ତାର କରିନେଲୁ, ଦୋଷଟା କରିଛୁ ମୋର। ମନ୍ତ୍ରୀ ତମ କାମ ସରିଲା, ଯାଅ। जाकिर खान और जाकी दा मारी काटिबाटा मोर पैसा थिला, मनीष काटिबाटा मोर निखा। ऊपर वाला सोहिलानी अभिशाप देदेला। राताराति बकरी कटालिरू मु हेगली जेके कॉलेज रो चेयरमैन। ଆଉ ମାଂସ କଟାଳିରୁ ମାଫିଆ ଡନ୍ରୁ ଯେତେ କଲେଜର ଚେୟାରମ୍ୟାନ ସବୁଦିନ ଗାଁ ଛାଡି ଆସିକି ସହରରେ ରହିଲେ। ଆଉ ତାପରେ ମୋ କଲେଜର ଗୋଟିଏ ଚାଉଳରେ ଗଢ଼ା ଝିଅ ଅଞ୍ଜଳି। ତାପରେ ମୋ ଲୋଭଟା ଆସିଗଲା। ହଠାତ୍ ଦିନେ ତାକୁ ଜୋର ଜବରଦସ୍ତ ରେପ୍ କରି ଛାତ ଉପରୁ ତଳକୁ ଠେଲି ମାରିଦେଲି। ହେଲେ ତୁ କଲେଜର ଛାତ୍ରଛାତ୍ରୀମାନଙ୍କୁ ଶିଖେଇ ରୋଡ ଉପରେ ଷ୍ଟ୍ରାଇକ୍ କଲୁ, ଥାନାରେ ଫୋନ କଲୁ, ଏମିତି ମୋ ବିରୁଦ୍ଧରେ ମିଡିଆ ପର୍ଯ୍ୟନ୍ତ ପହଞ୍ଚିଗଲୁ। ଶୁଣ ଚାକିରା, ଭଲରେ କହୁଛି ମତେ ଯିବାକୁ ଦେ। ପ୍ରାଣ ତ ମୁକ୍ତ କର, ଶିବେ ତତେ ପହଞ୍ଚିବା ପାଇଁ ବେଶୀ ସମୟ ଲାଗିବନି ମତେ। अबे छमिया ए सुजोग तू कौन आउ पाइबू केमिति पाइबू कहूनु। अरे तो मोड़ी भेड़ी महासर दीदा मो हातर चाबी दिया कौन नहीं। सही सही तो मेरे सबुदिन अशांतिर बन्या होउछि। ଚାକିରା मो जाकीता ये मते लाइक करे मो ताको सलाम करे, और जे मते डिसलाइक करे मो ताको माइनस करे। ଆରେ ଗପନ୍ତୁନି। ସଞ୍ଜଲଇ ଗଲେ ଗଡ଼ି ଗଡ଼ି ଯିବ ଦିନ, ମନ୍ତ୍ରୀ। ବଳି ବଳି ଯିବ ଜହ୍ନ, ଗୋରାରେ ସାତ କଳା ପଡ଼ିଯିବ, ଥାନ ଥାନ ହବ ମନ। ମନ୍ତ୍ରୀ ତାହେଲେ ଏବେ ଆମେ କଣ କରିବା? ତାର ପ୍ରଥମଟା ହେଲା ମଙ୍ଗଳାଚରଣ। ତାହେଲେ ପାଖାପାଖି ହୁଅନ୍ତୁ, ଏଟା ହବନି। ତାହେଲେ ଦ୍ୱିତୀୟଟା ହେଲା ଓଡ଼ିଶୀ, ମାନେ ଆଘ୍ରାଣ। ସଙ୍ଗା ସଙ୍ଗିଆ ଆପଣଙ୍କ ଦ୍ୱାରା ହବନି। ତାହେଲେ ତୃତୀୟଟା ହେଲା ପପ୍ ଡ୍ୟାନ୍ସ। ଇଏ ହବ, ମନ୍ତ୍ରୀ ଇଏ ବି ହବନି। ତାହେଲେ ଶେଷଟି ହେଲା ବସ୍ତ୍ରହରଣ। ଏ ଛୁଆଟାକୁ ପଦାକୁ ଆଣନ୍ତୁ, ତାପରେ ଦେଖିବେ ସାର୍ ହାତେ ମିଟି ମଜା, ହାତେ ମିଟି ମଜା, ଭାଲୁଟା ସତରେ ବସିବା ଯା। ଯୋଉଥିପାଇଁ କି ଆପଣ ବଦନାମ ହେଇଯିବେ। ମୋ ବାପାଙ୍କୁ କଥା ଦେଇ ଆସିଛି ସାର୍, ଆପଣ ଶହେ ସଲାମତ ଘରେ ପହଞ୍ଚେଇବି। ପ୍ଲିଜ ସାର୍ ଆପଣ ତାକୁ ଛାଡ଼ି ଦିଅନ୍ତୁ। ଶହେ ସାର୍ ଆପଣ ତାକୁ ଛାଡ଼ି ଦିଅନ୍ତୁ। ପ୍ଲିଜ ସାର୍ ଆପଣ ତାକୁ ଛାଡ଼ି ଦିଅନ୍ତୁ। ଘଟଣା କଣ ଏମିତି କେମିତି ହେଲା? ସାର୍ ଆପଣ ମୋ କଥା ରଖନ୍ତୁ।
ଆଉ ଗାନ୍ଧୀ ବର୍ଷର 3 ମାଙ୍କଡ଼ ସାଜି ଏବେ ଆଖି କରି କାଟିବାକୁ ଚେଷ୍ଟା କରୁ ମୋ ବିଚାରରେ ସବୁଦିନ ପାଇଁ ତୁ ଅଙ୍କୁଣି ହେଇକି ରହିବୁ ପାପିନୀର ପ୍ରାପ୍ୟ ଏଇ 200 ଟଙ୍କା ମୁଁ ଦେଖୁଛି ମୋ ଘର ସାମ୍ନାରେ ଠିଆ ପୁଣି ପାଟି କରୁଛୁ ଆମେ ତ ଉଧରି ଯାଉଛୁ ମୋ ପ୍ରତି ଜାଗିର ଖାନ ବକରୀ କାଟିବା ମୋର ପେଶା ମଣିଷ କାଟିବା ମୋର ନିଶା ଉପରବାଳା ସହିଲାନି ଅଭିଶାପ ଦେଇଦେଲା ବକରୀ କଟାରିରୁ ମୁଁ ହେଇଗଲି ଜେଜେ କଲେଜର ଚେୟାର ନା ସେ ଖାତିର ଟୋପା କରେ ମତେ ଏତିକି କହ ରୀତିକାର ଜଣେ ସର୍ବନା ସରୁ କାହିଁକି ଚରିତ୍ର ସହିତ ଖେଳ କରୁଥିଲ ତା ଚରିତ୍ର ସହିତ ଖେଳ ଖେଳି ନଥିଲେ ମୋ ମନଟା ଶାନ୍ତି ହେଇନଥାନ୍ତା ଆରେ ହେ ସେଇଟା ଗୋଟେ ଝିଅ ନୁହେଁ ଗୋଟେ ନିଆର ପିଣ୍ଡୁଲା ତୋ ମନ ଯଦି ଏତେ ଧର ଥିଲା ତାକୁ ମାରିଦେଲୁଣି କାହିଁକି ମୁଁ ଜାଣିଥାନ୍ତି ତୁ ଗୋଟେ ସାମଳ ଦୋଷ ଚରିତ୍ର ସହିତ ଖେଳ ଖେଳୁଥିଲୁ କାହିଁକି କାହିଁକି ମୋ ଜାଗିର ଖାନ ବକରୀ କାଟିବା ମୋର ପେଶା ମଣିଷ କାଟିବାଟା ମୋର ନିଶା ତୋର ମନେ ଥାଏ ଯେମିତି ଏଇଟା ହଉଛି ମୋ ଘର ଘର ନୁହଁ ଲଙ୍କା ପୁରୀ ଆଉ ଯୋଉ ଲଙ୍କା ପୁରୀ ତା ରୀତି ଗାଖିବରେ ଜଣେ ପୁରୀ ପାଉଁଶ ହେଇଯିବ ସବୁ ଖଣ୍ଡ ଆଉ କାହାକୁ ଜଣା ନଥିଲେ ବି ଏ କର୍ଣ୍ଣକୁ ଭଲ ଭାବରେ ଜଣା ଅଛି ମୁଁ ତତେ ଆସି ଖୁଦ ଯାଇ ଟାଣିବି ମହାଭାରତର କର୍ଣ୍ଣ ନୁହଁ ମୁଁ ଏ କଳି ଯୁଗର କର୍ଣ୍ଣ ଆମେ ତାର ନାଁ ଶୁଣିଲେ ଜଙ୍ଗଲର ବାଘ ସିଂହ ମାନେ ଲାଙ୍ଗୁଳ ଜାତି ଲୁଚି ଯାଆନ୍ତି ମୁଁ ସେଇ କର୍ଣ୍ଣ ଏବେ ମୋ ଘରୁ ବାହାରିଛି ବେଶୀ ବାଟ ହେଇନଥିବ ତମେ ତାକୁ ଆରେଷ୍ଟ କର ହଁ ତମେ ତାକୁ ଆରେଷ୍ଟ କର ତମର ବାକି ସବୁ କଥା ମୁଁ ବୁଝିବି ଆସ କେମିତି ଲାଜ କରୁଛୁ ଲାଜ କରିବାର କଣ ଅଛି ଆସ ସାର୍ ନମସ୍କାର ସାର୍ ନମସ୍କାର ସାର୍ ଆପଣ କହିବା ମୁତାବକ କର୍ଣ୍ଣକୁ ଆରେଷ୍ଟ କରିନେଇଛି ବଢିଆ କିନ୍ତୁ ସାର୍ ଗୋଟେ ଖୁସି ଖବର ଖୁସି ହବ କୀର୍ତ୍ତିକା ଆପଣଙ୍କୁ ଦେଖା କରିବାକୁ ଆସିଛି ସାର୍ ଆଚ୍ଛା ସାର୍ ଲାଜ କରୁଥିଲେ ଆସନ୍ତୁ ମାଧ୍ୟମରେ ତ ନେଇ ଆସିଲେ ନମସ୍କାର ସାର୍ ଲାଜ କଣ ପାଇଁ କରୁଛ ଭାଇ ଘରକୁ ଭଉଣୀ ଆସିଛି ଲାଜ କରିବାର କଣ ଅଛି ଏତିକି ଅନୁମତି ମିଳିଗଲେ ମୁଁ ନିଜକୁ ଧନ୍ୟ ମନେ କରିବି ଆଜ୍ଞା ମନ
ଅନୁମତି ମିଳିଯିବ କଣ? ଅନୁମତି ମିଳିଗଲା ବୋଲି ଜାଣ ଆଜି ତୁମର ଶୁଭ ଦୃଷ୍ଟିଟା 100% ତୁମରି ଉପରେ ରହିଲା। ସାର୍ ଆପଣ ତାହେଲେ ଆମ ଘରକୁ ଯିବେ? ଘରକୁ ଯିବାରେ କିଛି ଅସୁବିଧା ନାହିଁ। ହେଲେ କେବଳ ସେ ରୀତିକା ଆଉ ଶେଖର ପାଇଁ ଆପଣ ସେଥିରେ ଚିନ୍ତା କରନ୍ତୁନି ସାର୍। ସେ ଶେଖର କଥାଟା ମୁଁ ବୁଝିନେବି। ଆଉ ସେ ରୀତିକା ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି ସାର୍। ଖରାପ ହେଲେ ମୋ ଭଉଣୀ ସାଙ୍ଗରେ ମୁଁ ସବୁଦିନ ପାଇଁ ସମ୍ପର୍କ କାଟିଦେବି। ତାକୁ ହିଁ କହନ୍ତି ଭଉଣୀ ନମ୍ବର। ତମେ ମୋ ପାଇଁ ଏତିକି କରିଦିଅ, ଦେଖିବ ମୁଁ ତମ ଦିଟାଙ୍କ ଭାଗ୍ୟ ବଦଳେଇ ଦେବି। ମୋ ବିଜନେସରେ 50% ପାର୍ଟନର କରିଦେବି। ସାର୍ ମାନେ କଥା କଣ କି? ହଁ କୁହ ରାଜ କଣ? ଗୋଟେ କଥା କହିଥାନ୍ତି। ମୁଁ କଣ କହୁଥିଲି କି ସାର୍, ମୋର ଗୋଟେ 5 ଷ୍ଟାର ହୋଟେଲ କରିବା ପାଇଁ ଭାରି ଇଚ୍ଛା। ବନେଇଦବା ଆର୍ଯ୍ୟ ଛୋଟିଆ କାମଟା ବନେଇଦବା। ହେଲେ କଥା କଣ ଆର୍ଯ୍ୟ ତମ ଜାଗାଟା ତମ ଶ୍ୱଶୁରଙ୍କ ଜାଗାଟା ପାଖାପାଖି ସେଇ ଜାଗାରେ ହେଇଗଲେ ଗୋଟେ 5 ଷ୍ଟାର ହୋଟେଲ ତିଆରି କରିବା। ଆପଣ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ସାର୍। ଆପଣ ବ୍ୟସ୍ତ ହୁଅନ୍ତୁନି ସାର୍। ଆପଣ ହବ ହେଇଗଲା ବୋଲି ଧରି ନିଅନ୍ତୁ। ଆଉ ଏଥିପାଇଁ ଯଦି ଦରକାର ପଡେ ସାର୍ ମୋ ବାପା ବୋଉଙ୍କୁ ବି ମାରିଦେବି ସାର୍। ଆର୍ଯ୍ୟ ତମେ ସବୁ କରୁଛ। ସାର୍ ବିଷୟ ପାଇଁ ଆମ କଣ କହୁନାହାନ୍ତି? ତାହେଲେ ଠିକ ଅଛି। ଆଜି ପ୍ରଥମ ଥର ମୋ ଭଉଣୀ ମୋ ଘରକୁ ଆଇଛି। ହଁ ସାର୍ ଆସ ବୁଲିତେ। ତେଣୁ ମୁଁ ମନ୍ତ୍ରୀକି କହିଦେଉଛି ତମେ ଗଲାବେଳକୁ ଟଙ୍କା 5 ଲକ୍ଷ ମନ୍ତ୍ରୀଠୁ ନେଇଯିବ। ଏଇ ଆର୍ଯ୍ୟ ମୋ ଭଉଣୀ ପାଇଁ ଗୋଟେ ଦାମିକିଆ ଶାଢୀ କିଣିଦବ। ଟୋଟାଲ ଡାଇମଣ୍ଡ ଏଇ ମୋଟା ନେକଲେସ ଗୁଡାଏ କିଣିଦବ। ଓକେ ସାର୍ ମୁଁ ନିଜେ ନେଇ ଆସିବି ସାର୍। ଆରେ ଏତେ ଦିନ ପରେ ମୋ ଭଉଣୀ ଯେତେବେଳେ ମୋ ଘରକୁ ଆସୁଛି ସମସ୍ତେ ମିଶି ଖାଇବା ପିଇବା ମସ୍ତି କରିବା ନା। କାହିଁ କରୁଛନ୍ତି? କାହିଁ ଚାଲୁନାହାନ୍ତି? ଆସ ଆସ ଆର୍ଯ୍ୟ ଆସ ଚାଲନ୍ତୁ ଆସ। ये गाजरा भला होनी ଏତେ ଔଷଧ ଖାଇଲେ ବି ଏ ଗାଜରା ମୋଟେ ଛାଡୁନି। ଔଷଧର ସରି ଯାଇଛି। ଜ୍ୱାଇଁ ବାବୁକୁ ଦେଇଥିଲି ପଇସା ମୋ ପାଇଁ ଔଷଧ ଆଣିବାକୁ। ସେ ଜ୍ୱାଇଁ ବାବୁଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ। ଦେହ ପୁରା ଭଲ ନାହିଁ। କାହିଁକି ଏମିତି ବାହାରେ ବୁଲାବୁଲି କରୁଛ? ମେରେ ମା ମୁଁ ବାହାରକୁ ଆସିନଥାନ୍ତି। ଔଷଧ ସରି ଯାଇଛି। ଘାସ ହଉଛି ମା ଜ୍ୱାଇଁ ବାବୁକୁ ଦେଇଥିଲି ପଇସା ମତେ ଔଷଧ ଆଣି ଦେବାକୁ। ବାପା ପାଇଁ ଔଷଧ ଆଣିଛ ନା ନାଇଁ? ଆଣିଛି ଆଣିଛ? ଭାଇଙ୍କ ପାଇଁ ଔଷଧ। ଆଣିଛ ଦେଇଦିଅ। ବାପା କାଶ ହଉଥିଲା ଡକ୍ଟର କହିଲେ ସେ ବିଷୟରେ ସବୁ ଟୋଟାଲ ଡିଟେଲ୍ସ କହିଲେ। ଡକ୍ଟର କହିଲେ ଗୋଟେ ମେଡିସିନ ଦେଲେ କହିଲେ ବାପାଙ୍କୁ ହାତ ପିଆଇଦବ କାଶଟା ଏକା ଥରେ ଖାଇବା। ବାବୁ ଆଜ୍ଞା ତମେ ଏଇ ଔଷଧ ମୋ ପାଇଁ ପଠେଇଛନ୍ତି କହିଲେ ତମକୁ ଲଜ୍ଜା ନାହିଁ? ଆରେ କୁରାଙ୍ଗର ମଣିଷକୁ ମଣିଷ ମାରିବା ଏତେ ସହଜ କଥା ନୁହଁ। ଆଉ ମତେ ବାପା ବୋଲି ତୁ ଡାକିପାରିବୁନି।
যোগ্য স্বামীটা পাইছি না জি 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 লজ্জা নাই তো কি সেদিন তো পালা করুছিল এখানে আসে পালা করতে জি 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 ଯାଉ ତମେ ଏମାନେ କିଛି କହିବା ଦରକାର ନାହିଁ ମୋ ଭାଗ୍ୟରେ ଯାହା ଥିବ ସେଇଆ ହବ ଭାଇ ସମୁଦି ଏ ଦିଟା ଯାକ ଗୋଟେ ଗୋଟେ ଅସାମାଜିକ ଏ ଦିଟାକୁ ଉଚିତ ଶାସ୍ତି ଦରକାର ଉଚିତ ଶିକ୍ଷା ଦରକାର ଏଇ ଦିଟା ଆଦର୍ଶ ଭାଷାରେ ବହୁତ ବଡ ବଡ କଥାବାର୍ତ୍ତା କରୁଛ ଅଧିକା କଥାବାର୍ତ୍ତା କରୁନି ଅଧିକା କାମ ବି ମତେ କରି ଆସେ କଣ କରିବ ମାନେ ମୋ କଥାଟା କଣ କରିବ ତମେ ସମସ୍ତଙ୍କୁ ନେଇ ଚାଲିଲା ବୁଝି ତୋ ମନକୁ ତ ଅଫିସରକୁ ଜଣେଇବୁ ଆଉ ତାକୁ ମାଡ଼ ମାରିଥିବା ଅପରାଧରେ ସାକ୍ଷୀ ବି ଦବୁ ମୋ ମୁଣ୍ଡକୁ ପିତ ତୋଡ଼ା ତୋ ପିତକୁ ତୋ ପେଟ ଭିତରେ ରହ ଆଉ ଥରେ ଯଦି ମୋ ପିତ ମୋ ମୁଣ୍ଡ ଉପରକୁ ଉଠିବ ନା ତ ସବୁ ନିଶା ମଦ ନିଶା ଗଞ୍ଜେଇ ନିଶା ଭାଙ୍ଗ ନିଶା ତୋ ସ୍ତ୍ରୀ ନିଶା ସବୁ ନିଶାକୁ ଏକାଥରେ ଧରେଇ ଦେବି ଆବେ ମେଡିକାଲ ଯିବା ସାର୍ ମୋ କଥା ଟିକେ ଶୁଣନ୍ତୁ ମୋ କଥା ଟିକେ ଶୁଣନ୍ତୁ ସାର୍ ନାଇଁ ସାର୍ ସାଇରା କର୍ଣ୍ଣଙ୍କ ସ୍ତ୍ରୀ ଯାହାକୁ ଆପଣ ଏଇ ଦିନ 2 ଦିନ ଭିତରେ ଆରେଷ୍ଟ କରି ଥାନାକୁ ଆଣିଛନ୍ତି ସାର୍ ମୋ ଜାଣିବାରେ ସେମିତି କିଛି ବି ଭୁଲ କରିନାହାନ୍ତି ମୁଁ ଆପଣଙ୍କ ହାତ ଧରୁଛି ଆପଣ ତାଙ୍କୁ ଛାଡ଼ି ଦିଅନ୍ତୁ ତାଙ୍କୁ ଆରେଷ୍ଟ କରିବା ଛାଡ଼ିଦବା ଏଗୁଡ଼ା ସବୁ ଆଇନ ପରିସର ଭିତରର କଥା ବୁଝିଲ ନା ସାଇରା ଏ କେସରେ ମୁଁ ତୋତେ କିଛି ବି ସାହାଯ୍ୟ କରିପାରୁନି ସେ ତ ସ୍ୱାମୀକୁ ମୁକୁଳେଇ ଦେବାର ବାଟଟା ମୁଁ କହିଦେଇପାରେ କୁହନ୍ତୁ ସାର୍ ମତେ କଣ କରିବାକୁ ହବ ଯୋଉ ମହାଶୟ ତୋ ସ୍ୱାମୀଙ୍କ ନାଁରେ ଏଫଆଇଆର ଦେଇଛି ସେ ଜାଣିଛନ୍ତି ଆଉ ଏଫଆଇଆରଟାକୁ ୱିଡ୍ର କରିନିଅନ୍ତି ହୁଏତ ମୁଁ ତୋ ସ୍ୱାମୀକୁ ଛାଡ଼ି ଦେଇପାରେ ଠିକ ଅଛି ସାର୍ ତମ ନାଁ ଗାଁ ଠିକଣା ଏବଂ ପରିଚୟ ମାନେ আপনি না যা ঠিকানা কোন নাকি এ সমাজের পেলে কোন ଅଛି জানিଛୁ ব্যাংক ବାଲାନ୍ସ ବିଲ୍ଡିଂ ଏମିତି କେତେ କଣ ଅଛି ସମାଜର ପ୍ରେଷ୍ଟିଜ୍ ଅଛି ମାନ୍ୟତା ଅଛି ତାଛଡ଼ା ଜାଗା ମୁଁ ଯେତିକି ଜାଣିଛି ବିନା ଦୋକାନ ପରେ କୋଉଠି କିଛି ହଉଛି ହବ ସାର୍ ତମର କୁହନ୍ତୁ ସାର୍ କେତେ ଟଙ୍କା ବିନିମୟରେ ଆପଣ ମୋ ସ୍ୱାମୀକୁ ଛାଡ଼ିବେ କୋଉଠି ସେଇ ଟଙ୍କା ଚାରିଆଡେ ବୁଲି 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 କେତେ ଟଙ୍କା ରଖିଲୁ କେତେ ଟଙ୍କା ଦେଇପାରିବୁ କଣ ସାର୍ କି ଧ୍ୟାନ ସେଇଠି କଣ ସାର୍ ମୁଁ କହୁଛୁ ମୁଁ ଜାଣିପାରିବି ମୁଁ ଜାଣିଛି ଆମ ସାର୍ଙ୍କ ଟଙ୍କା ଆବଶ୍ୟକ ନାହିଁ ଟଙ୍କା ବେଶୀ ବେଶୀ ସୁନ୍ଦର ଝିଅମାନଙ୍କୁ ବେଶୀ ପସନ୍ଦ କରନ୍ତି ଏଇଟା ବି ସିଧା ମାଂସ କଞ୍ଚା ମାଂସ ଖାଇବାକୁ ତମକୁ ଭାରି ପସନ୍ଦ ମାନେ ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ସାଇରା ସତ ସେ ଗୋଟେ ଗୋଟେ ଝିଅକୁ ନେଇ କାମ ଚଳାନ୍ତି ବାସ୍ ବାସ୍ ହ୍ୟାଲୋ ସାର୍ ହଉ ସାର୍ 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 ଏବେ ଯାଇ ପଡ଼ୁଛି ଓକେ ସାର୍ ହଁ ସାଇରା ମୁଁ ତ ମହାମାନେ ବ୍ୟକ୍ତି କଥା ବର୍ତ୍ତମାନ ତ ସବୁ କହିଲି ସେ ବର୍ତ୍ତମାନ ଏଇଠିକି ଆସୁଛନ୍ତି ମୁଁ ଏବେ ଆସୁଛି
ସମିଆ ତୋ ଭଇତାକୁ ଛାଡ଼ି ଦେବା ପାଇଁ ମୁଁ ଥାନାରୁ ଏ ଫାୟାରଟା ୱିଡ୍ର କରି ନେବି